ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହା ଏକ ସିରିଜ ଆପଣଙ୍କ ପାଇଁ ଅଟେ, ଯେମିତିକି ମୁଁ ଆପଣଙ୍କୁ କହିଥିଲି, ଯେଉଁଥିରେ ସବୁ ଏକ୍ଜାମ୍ସ, ଯେତିକି ବି ଆପଣଙ୍କର ପରୀକ୍ଷା ଓଡ଼ିଶାରେ ହେଇଛି ତଥା ଭାରତରେ, ସବୁ ଏକ୍ଜାମ୍ସର ସବୁ କ୍ୱେଶ୍ଚିନ୍ସକୁ ମୁଁ ଆପଣଙ୍କୁ ଏହି ସିରିଜରେ କମ୍ପ୍ଲିଟ୍ କରେଇଦେବି। ଠିକ୍ ଅଛି। ବେନିଫିଟ୍ସ ଆପଣଙ୍କର କ'ଣ ହେବ, ଯେତିକି ବି କ୍ୱେଶ୍ଚିନ୍ସ ଆପଣଙ୍କର ପଡ଼ିବ ନା, ଏଇ ସବୁ ଭିତରୁ ହିଁ ଆପଣଙ୍କର ପଡ଼ିବ ଏବଂ ତାକୁ ନେଇକି ଆଉ କ'ଣ କ'ଣ ସବୁ ପ୍ରଶ୍ନ ପଚାରିପାରେ ତାହା ମଧ୍ୟ ମୁଁ ଆପଣଙ୍କୁ ଏଥିରେ କଭର ଅପ୍ କରିବି। ଠିକ୍ ଅଛି। ତ ବିନମ୍ର ଅନୁରୋଧ ରହିବ, ଆପଣ ଏହି ସିରିଜକୁ କମ୍ପ୍ଲିଟଲି ଦେଖିବେ ନିହାତି ଏବଂ ଡେଡିକେଟେଡ଼ଲି ପଢ଼ିବା ପାଇଁ ଚାହୁଁଥିଲେ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ବି ଇନଷ୍ଟଲ୍ କରିଦିଅନ୍ତୁ, ଯେଉଁଥିରେ କି ସବୁଦିନ 7 ରୁ 8 ଘଣ୍ଟା ଆପଣ କ୍ଲାସ୍ କରିପାରିବେ। ଏହି ଭିଡ଼ିଓରେ ଆମେ ଡିସ୍କସନ୍ ଆପଣଙ୍କର କରିବା OSSCର ଯେଉଁ ଆକାଉଣ୍ଟାଣ୍ଟ ପରୀକ୍ଷା ଆପଣଙ୍କର ରହିଥିଲା 2023ରେ, ତା କ୍ୱେଶ୍ଚିନ୍ ଆପଣଙ୍କୁ ଡିସ୍କସନ୍ କରିବା। ଚାଲନ୍ତୁ ତାହେଲେ କାଳ ବିଳମ୍ବ ନ କରିକି ଆରମ୍ଭ କରିବା। କ୍ୱେଶ୍ଚିନ୍ ନମ୍ବର 1, କୋର୍ଟସ୍ କନସିଡରିଂ ଅଫ୍ ବାର୍। ବାର୍ ଆପଣଙ୍କର ଯେଉଁ ଆପଣ ଦେଖିଥିବେ ଏମିତି ଗାର ଗାର ଆପଣଙ୍କର ରହିଥାଏ, এই ବାର୍ ଗୁଡ଼ାକୁ ଆପଣଙ୍କର କ'ଣ ବୋଲି କୁହାଯାଏ? ତାକୁ ଆମେ କ'ଣ ବୋଲି କହୁରେ? ବାର୍ ୱାର୍ଡଟା ଆପଣଙ୍କର ଅଛି, ତେଣୁକରି ତାକୁ ବାରକୋଡ୍ ବୋଲି ଆମେ କହିବା। ବାର୍ ଲେଖା ହେଇଛି ପରା, ବାର୍ ଲେଖା ହେଇଛି ମାନେ ବାରକୋଡ୍ ଆପଣଙ୍କର ଦେଖିଥିବେ ନା। ତାର ଯେଉଁ କିଛି ସପିଂ କରିବା ପାଇଁ ଯାଉଛନ୍ତି, ସେ ଜଣେ କାଉଣ୍ଟରରେ ବସିଥାନ୍ତି ନା, ଚିଁ ଚିଁ କରିଦିଅନ୍ତି। ଆପଣଙ୍କୁ OCR ଫୁଲ୍ ଫର୍ମ ପଚାରିଦେବ, ଅପ୍ଟିକାଲ କ୍ୟାରେକ୍ଟର ରେକଗ୍ନାଇଜେସନ୍ ଆପଣଙ୍କର। ଠିକ୍ ଅଛି। ସେମିତି ଆପଣଙ୍କର ଏଇ ଯେଉଁ ASCIIର ଆପଣଙ୍କର ଫୁଲ୍ ଫର୍ମ ବି ଆପଣଙ୍କର ପଚାରି ଦେଇପାରେ। ଠିକ୍ ଅଛି। American Standard Code for Information Interchange. American Standard Code for Information Interchange. ठीक ଅଛି। When you cut or copy information, ଧରା ଯାଉ କିଛି ବି ଆପଣ ଜିନିଷକୁ କପି କଲେ, ସେ ଯାଇକି ଆପଣଙ୍କର କେଉଁ ଜାଗାରେ ଷ୍ଟୋର ହୁଏ ନା କ୍ଲିପ୍ ବୋର୍ଡରେ ଆମର ଷ୍ଟୋର ହୁଏ। ତାପରେ ଆପଣ ତାକୁ ପେଷ୍ଟ ଆପଣଙ୍କର କରିଦିଅନ୍ତି। ତାହେଲେ କିଛି ବି ଆପଣ କପି କଲେ କେଉଁଠି ରୁହେ? କ୍ଲିପ୍ ବୋର୍ଡରେ ଆମର ରୁହେ। ଆମକୁ ପରୀକ୍ଷାରେ ପଚାରିବ ମେନ୍ ସର୍କିଟ ବୋର୍ଡକୁ ଆମେ କ'ଣ ବୋଲି କହୁ? ମଦରବୋର୍ଡ ବୋଲି ଆମେ କହିଥାଉ। ସେମିତି ଆମକୁ ପରୀକ୍ଷାରେ ପଚାରିପାରେ USBର ଫୁଲ୍ ଫର୍ମ ମଧ୍ୟ ପଚାରି ଦେଇପାରେ। ତାହେଲେ ୟୁନିଭର୍ସାଲ ସିରିଆଲ ବସ୍ ଆମର ହେଇଯିବ। Which of the following virus overtake computer system when it boots and destroy information? କିଏ ଆପଣଙ୍କର ଓଭରଟେକ୍ କରେ ବୋଲି ଆପଣଙ୍କର ପଚାରିଛି। କିଏ କରେ? ଚୋରି କରିଥାଏ, ଷ୍ଟିଲ୍ଥ ନା, ଷ୍ଟିଲ୍ଥ ଆପଣଙ୍କର ଷ୍ଟିଲ୍ଥ। ଠିକ୍ ଅଛି। ଏ ଭିତରୁ କେଉଁଟା ଗୋଟେ ଫ୍ରି ୱେୟାର ବୋଲି ପଚାରିଛି। ଫ୍ରି ୱେୟାର ମାନେ କ'ଣ? ଯେଉଁଟା ଆପଣଙ୍କର ମାର୍କେଟରେ ଫ୍ରିଲି ଆଭେଲେବୁଲ୍ ଆପଣଙ୍କର ରହିଛି, ଯେଉଁଟାକୁ ଫ୍ରିଲି ଆମେ ଡାଉନଲୋଡ୍ କରିପାରିବା, ତାକୁ ଫ୍ରି ୱେୟାର ବୋଲି ଆମର କୁହାଯାଏ। ତାହେଲେ କେଉଁଟା? ଆମେ ଜାଣିଛେ ନା, ଗୁଗୁଲ ଟୁଲବାର ଆପଣଙ୍କର ହେଇଗଲା, ଯେମିତି ହ୍ୱାଟ୍ସଅପ୍, ଫେସବୁକ୍, ଟେଲିଗ୍ରାମ, ଏଗୁଡ଼ା ସବୁ ଫ୍ରିଲି ଆପଣଙ୍କର ଆଭେଲେବୁଲ୍ ରହିଛି ନା। ବିଲକୁଲ। ଦ ଫାଷ୍ଟ କମ୍ପ୍ଲିଟଲି 64 ବିଟ୍ କମ୍ପାଟେବୁଲ୍ ଭର୍ଜନ୍ ଅଫ୍ ଆଣ୍ଡ୍ରଏଡ୍। ପୁରା 64 ବିଟ୍ ଆପଣଙ୍କର କମ୍ପାଟେବୁଲ୍ ଆପଣଙ୍କର ଆଣ୍ଡ୍ରଏଡ୍ କେଉଁଟା ବୋଲି ଆପଣଙ୍କର ପଚାରିଛି। ତାହେଲେ କେଉଁଟା ଆପଣଙ୍କର ଅଟେରେ କହିଲେ ଦେଖି? ଆଣ୍ଡ୍ରଏଡ୍ 5.0 ଲଲିପପ୍ ଆପଣଙ୍କ ଲଲିପପ୍। ଠିକ୍ ଅଛି। ଭେରି ଗୁଡ୍। ନେକ୍ସଟ ଆପଣଙ୍କ ପାଇଁ ଯିବା। ପରବର୍ତ୍ତୀ ଆପଣଙ୍କର କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ପଚାରିଛି। ମାର୍କଅପ୍ ଟେକ୍ସ ଟେଲ୍ ଦ ୱେବ୍ ବ୍ରାଉଜର। ମାର୍କଅପ୍ ଟେଗ୍ ଆପଣଙ୍କର କ'ଣ କୁହେ? ଅଛି ମାନେ ଆପଣଙ୍କର ଏତେ ଏତେ କାଢ଼ି ଆମେ ଟିକେ ତାକୁ ୟୁଜ୍ କରିଦେବା ନା କ'ଣଟେ? ହାଉ ଟୁ ଅର୍ଗାନାଇଜ୍ ଦ ପେଜ୍। ପେଜ୍କୁ ଆପଣଙ୍କର କେମିତି ଅର୍ଗାନାଇଜ୍ କରାଯିବ ତା ସମ୍ପର୍କରେ କହିଥାଏ। ଠିକ୍ ଅଛି। ଆଚ୍ଛା, ଆମକୁ ସେଇଠି HTMLର ଫୁଲ୍ ଫର୍ମ ପଚାରି ଦେଇପାରେ। ତାହେଲେ HTMLର ଫୁଲ୍ ଫର୍ମ ଆପଣଙ୍କର କ'ଣ ହେଇଯିବ? ହାଇପାର ଟେକ୍ସଟ ମାର୍କଅପ୍ ଲ୍ୟାଙ୍ଗୁଏଜ। ଚାଲେଗା। ଦ ଇନଷ୍ଟ୍ରକ୍ସନ୍ ଫର୍ ଷ୍ଟାର୍ଟିଂ ଦ କମ୍ପ୍ୟୁଟର। ଦେଖ, କମ୍ପ୍ୟୁଟର ଷ୍ଟାର୍ଟ ହେବା ପାଇଁ, ଠିକ୍ ଅଛି, ଯେତେବେଳେ ପିଲାମାନେ ଆପଣଙ୍କର, ଠିକ୍ ଅଛି, ଠିକ୍ ଅଛି, ଯାହା ବି ଆପଣଙ୍କର ଇନଫର୍ମେସନ୍ ଦରକାର, ସେ କେଉଁ ଜାଗାରେ ଷ୍ଟୋର ହେଇକି ଆପଣଙ୍କର ରହିଥାଏ? ରାମ୍ରେ ଆପଣଙ୍କର ରୁହେ ନା। ଆମକୁ ରାମ୍ର ଫୁଲ୍ ଫର୍ମ ପଚାରିଦେବ, ର୍ୟାଣ୍ଡମ୍ ଏସଏସ୍ ମେମୋରି ହେଇଯିବ। ସେମିତି ରମ୍ର ବି ପଚାରି ଦେଇପାରେ, ରିଡ୍ ଅନଲି ମେମୋରି। ସେମିତି ଆମକୁ ପଚାରି ଦେଇପାରେ EEPROM ବି ଆପଣଙ୍କର ପଚାରି ଦେବେ, କିମ୍ବା PROM ବି ଆପଣଙ୍କର ପଚାରି ଦେଇପାରେ। ଯଦି ଖାଲି EPROM ଥିବ, ଇଲେକ୍ଟ୍ରିକାଲି ଇରେଜେବୁଲ୍ ପ୍ରୋଗ୍ରାମେବୁଲ୍ ରିଡ୍ ଅନଲି ମେମୋରି ଆପଣଙ୍କର ହେଇଯିବ। What are the four things needed to connect to the internet? ଇଣ୍ଟରନେଟକୁ କନେକ୍ଟ କରିବା ପାଇଁ
କୋଉ ଚାରିଟା ଜିନିଷ ଆପଣଙ୍କର ନିହାତି ଦରକାର ଆମେ ଜାଣିଛେ ନା ଗୋଟେ ତ ନମ୍ବର ୱାନ୍ ତ ଆପଣଙ୍କର ଯଦି କନେକ୍ଟ ଆପଣଙ୍କର କରିବେ ମଡେମ ଆପଣଙ୍କର ଦରକାର ନିହାତି ବିନା ମଡେମ ଆହୁରି ଆପଣଙ୍କର କେମିତି ହବ ଟେଲିଫୋନ ଲାଇନ ବି ଆପଣଙ୍କୁ ଦରକାର କମ୍ପ୍ୟୁଟର ବି ଦରକାର ଆଉ ଜଣେ ସର୍ଭିସ ପ୍ରୋଭାଇଡର ବି ଆପଣଙ୍କୁ ଦରକାର ନା ତାହେଲେ କୋଉଟା ହେଇଯିବ ଏଇଟା ଟେଲିଫୋନ ଲାଇନ ମଡେମ କମ୍ପ୍ୟୁଟର ଆଉ ଆଇଏସପି ମାନେ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର ଠିକ ଅଛି ଆପଣଙ୍କୁ ଇଣ୍ଟରନେଟ କେହି ନା କେହି ତ ଦେବ ନା କୌଣସି କମ୍ପାନୀ ତାକୁ ହିଁ କୁହାଯାଏ ଆଉ ମଡେମର କାମ କ'ଣ ଯେ ମଡୁଲେସନ ଆଉ ଡିମଡୁଲେସନ ଆପଣଙ୍କର କରିଥାଏ କିମ୍ବା ଆନାଲଗରୁ ଡିଜିଟାଲରୁ ଆପଣଙ୍କର ଆନାଲଗ ଆପଣଙ୍କର କରିଥାଏ ସେମିତି ପରୀକ୍ଷାରେ ଆମକୁ ପଚାରି ଦେଇପାରେ ପିଡିଏ ର ଫୁଲ ଫର୍ମ କ'ଣ ତ ପାର୍ସୋନାଲ ଡିଜିଟାଲ ଆସିଷ୍ଟାଣ୍ଟ ପିଡିଏ ବୋଲି ଆମେ କହିଥାଉ what happens when you boot up a PC boot up ମାନେ କ'ଣ ନା ରେ ବୁଟିଂ ମାନେ ହେଉଛି ଆମର କମ୍ପ୍ୟୁଟର ଷ୍ଟାର୍ଟ ହେବାକୁ ଆମେ ବୁଟିଂ ବୋଲି ଆମେ କହିଥାଉ ତାହେଲେ ସେ କେମିତି ଆପଣଙ୍କର ବୁଟିଂ ଆପଣଙ୍କର ହୁଏ କେମିତି ଆରମ୍ଭ ହୁଏ ଆମେ ଜାଣିଛେ ଆମର portion of the operating system are copied from the memory sorry disk into memory ତାହେଲେ କ'ଣ ହେଇଯିବ ଆପଣଙ୍କର ଏଇଟା ଏଇ ଯୋଉ ଆମ ରାମ ରୁ ଜିନିଷ ଗୁଡ଼ା ଆପଣଙ୍କର କ'ଣ ହୁଏ ଆପଣଙ୍କର କପି ହେଇଥାଏ ଠିକ ଅଛି which of the following is an example of optical disk ଏ ଭିତରୁ କୋଉଟା ଗୋଟେ ଆମର ଅପ୍ଟିକାଲ ଡିସ୍କ ବୋଲି ଆମକୁ ପଚାରିଛି ଆମେ ଜାଣିଛେ ଯୋଉ ଆମର ସିଡି ହେଇଗଲା ଡିଭିଡି ହେଇଗଲା ଏ ସବୁ ଗୁଡ଼ା ଗୋଟେ ଗୋଟେ ଆପଣଙ୍କର ଅପ୍ଟିକାଲ ଅଟେ ନା ତାହେଲେ ଡିଜିଟାଲ ଭାର୍ସାଟାଇଲ ଡିସ୍କ ବା ଡିଭିଡି ଯୋଉ ଡିଭିଡି ପ୍ଲେୟାର ଆମର ହେଇଗଲା ଏଗୁଡ଼ା ଆପଣଙ୍କର ଅଟେ ଠିକ ଅଛି ସିଡି ଡିଭିଡି ଏଇ ସବୁ ଆପଣଙ୍କର ଅଟେ ଆଉ MICRରେ ସି ର ଫୁଲ ଫର୍ମ କ'ଣ ବୋଲି ପଚାରିଛି ଆମେ ଜାଣିଛେ ମ୍ୟାଗ୍ନେଟିକ୍ ଇଙ୍କ କ୍ୟାରେକ୍ଟର ରେକଗ୍ନାଇଜେସନ ତାହେଲେ ସି ର ଫୁଲ ଫର୍ମ କ'ଣ ହେଇଯିବ ରେ କ୍ୟାରେକ୍ଟର ମ୍ୟାଗ୍ନେଟିକ୍ ଇଙ୍କ କ୍ୟାରେକ୍ଟର ରେକଗ୍ନାଇଜେସନ ସି ର ଫୁଲ ଫର୍ମ କ'ଣ ହେଇଯିବ ରେ କ୍ୟାରେକ୍ଟର ଆପଣଙ୍କର ହେଇଯିବ ଠିକ ଅଛି ଯେତିକି ବି ଆମର ଦେଖନ୍ତୁ ଏଇଠି ଆପଣମାନେ ଭୁଲ କରିବେ କ'ଣ ଭୁଲ କରାହେଇଛି କହିଲେ କହୁଛି ଯେ ଯୋଉ ଆମର କାଲକୁଲେସନ ଗୁଡ଼ା ଆପଣଙ୍କର କୋଉଠି କରାଯାଏ କାଲକୁଲେସନ ଆମେ ଜାଣିଛେ ନା MS ଏକ୍ସେଲରେ କରାଯାଏ ଏବେ MS ଏକ୍ସେଲକୁ ଆପଣଙ୍କର ଆଉ କ'ଣ ବୋଲି କୁହାଯାଏ ନା ସ୍ପ୍ରେଡସିଟ୍ ବୋଲି ଆମେ କହିଥାଉ MS ଏକ୍ସେଲକୁ ଆମେ କ'ଣ ବୋଲି କହୁରେ ସ୍ପ୍ରେଡସିଟ୍ ବୋଲି କହୁ ପରୀକ୍ଷାରେ ପଚାରିପାରେ ଯୋଉ ଡାଟା ଗୁଡ଼ା ରୋ ଆଉ କଲମ ଆକାରରେ ଆପଣଙ୍କର କୋଉ ଜାଗାରେ ଥାଏ ତ ଏଇ MS ଏକ୍ସେଲରେ ବା ସ୍ପ୍ରେଡସିଟ୍ରେ ଆପଣଙ୍କର ଥାଏ ଆଉ ଡାଟା ମାନଙ୍କର ସମାହାରକୁ ଆମେ କ'ଣ ବୋଲି କହୁ ଡାଟା ବେସ୍ ବୋଲି ଆମେ କହିଥାଉ ପରୀକ୍ଷାରେ ଆମକୁ DBMS ର ଫୁଲ ଫର୍ମ ବି ପଚାରିପାରେ ତାହେଲେ କ'ଣ ହେଇଯିବ ଡାଟା ବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆପଣଙ୍କର ହେଇଯିବ ଚାଲେଗା ନେକ୍ସଟ ଟୁ ମେକ୍ ଦ ନମ୍ବର ପେଡ୍ ଆକ୍ଟ ଏଜ୍ ଏ ଡିରେକ୍ସନାଲ ଏରେ ଆମେ ଜାଣିଛେ ଆପଣଙ୍କର ନମ୍ବର ପେଡ୍ ଆପଣଙ୍କର କୋଉଟା ଯୋଉ 1 2 3 4 ଏଇଗୁଡ଼ା ତ ୟାକୁ ଯଦି ଆମେ ଡିରେକ୍ସନାଲ ମାନେ ଇଷ୍ଟ ୱେଷ୍ଟ ନର୍ଥ ସାଉଥ ଆପଣଙ୍କର ଏମିତି କରିବା ତ କ'ଣ କଲେ ଆପଣଙ୍କର ହବ ଯଦି ଆମେ ନମ୍ବର ଲକ୍ଟାକୁ ଆପଣଙ୍କର ଅଫ୍ କରିଦେବା ନା ଠିକ ଅଛି ସରି ଏଠି ଦେଖନ୍ତୁ ଏଠି ଠିକ ଅଛି ଯଦି ନମ୍ବର ଲକ୍ଟାକୁ ଆପଣଙ୍କର ଅଫ୍ କଲେ ହବ ଯେ ନହେଲେ କିଛି ଦରକାର ନାହିଁ ଆପଣ ଏରୋ କରିବା ପାଇଁ ଚାହୁଁଛୁ ତାହେଲେ ଏରୋ ଲକ୍ ଆପଣଙ୍କର କରିଦେଲେ ଆପଣଙ୍କର ହେଇଯିବ ରାମଟା ଆପଣଙ୍କର କୋଉଠି ଲାଗେ ରାମ ଗୁଡ଼ା ଆପଣଙ୍କର ମଦର ବୋର୍ଡରେ ନା ଏକ୍ସପାନସନ ବୋର୍ଡରେ ଆପଣଙ୍କ ଲାଗିଥାଏ ତ ମେନ୍ ସାର୍କିଟ ବୋର୍ଡ ତ ହେଉଛି ଆପଣଙ୍କର ମଦର ବୋର୍ଡ ତ ଲାଗିଥିବ ଆପଣଙ୍କର କୋଉଠି ସେ ମଦର ବୋର୍ଡରେ ହିଁ ଲାଗିଥିବ ନା ନେକ୍ସଟ which of the following service allows a user to log in into another computer somewhere on the internet ଇଣ୍ଟରନେଟରେ ଆପଣ କୌଣସି ବି ଜାଗାରେ ଆପଣଙ୍କର ଲଗ୍ଇନ୍ କରିପାରନ୍ତି ଏବଂ ଆପଣମାନେ ତାକୁ ୟୁଜ୍ କରିପାରନ୍ତି ତାକୁ ଆମେ କ'ଣ ବୋଲି କହିଥାଉ ତାକୁ ଆମେ ଟେଲନେଟ୍ ବୋଲି ଆପଣଙ୍କର କହିଥାଉ ଟେଲନେଟ୍ ଠିକ ଅଛି ନା ଟେଲନେଟ୍ ଠିକ ଅଛି ଇମେଲର ଫୁଲ ଫର୍ମ ବି ପଚାରି ଦେଇପାରେ ତାହେଲେ ଇଲେକ୍ଟ୍ରୋନିକ ମେଲ୍ ଆପଣଙ୍କର ହେଇଯିବ an internet service that allows the user to move a file ଗୋଟେ ଇଣ୍ଟରନେଟ ସର୍ଭିସ ଯୋଉଥିରେ ଆମେ କ'ଣ କରୁନା ଫାଇଲକୁ ଆପଣଙ୍କର ମୁଭ୍ କରିଥାଉ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ତାକୁ ଆମେ ଫାଇଲ ଟ୍ରାନ୍ସଫର ବୋଲି ଆମେ କହିବା ନା ଫାଇଲ ଟ୍ରାନ୍ସଫର ପ୍ରୋଟୋକଲ ବା FTP ବୋଲି ଆମେ କହିଥାଉ ସେମିତି ଆମକୁ ପରୀକ୍ଷାରେ SMTPର ଫୁଲ ଫର୍ମ ବି ପଚାରିଦେବ ତାହେଲେ କ'ଣ ହେଇଯିବ ସୁଇଚ୍ ମୋଡ୍ ସରି SMPS ଆପଣଙ୍କର ହେଲା ସୁଇଚ୍ ମୋଡ୍ ପାୱାର ଆପଣଙ୍କର ସପ୍ଲାଏ ଆଉ ଯଦି SMTP ଆମକୁ ପରୀକ୍ଷାରେ ଆପଣଙ୍କର ପଚାରେ SMTP ତ ସିମ୍ପଲ ମେଲ୍ ଟ୍ରାନ୍ସଫର ପ୍ରୋଟୋକଲ ଆପଣଙ୍କର ହେଇଯିବ ଆପଣ ଦେଖିଥିବେ ନା WPA2 ଏଇଟା ଆପଣଙ୍କର ଗୋଟିଏ କେମିତିକା ଆପଣଙ୍କର ସିକ୍ୟୁରିଟି ଆପଣଙ୍କର ଅଟେ ପ୍ରାୟ ଆପଣମାନେ ବ୍ୟବହାର କରିଥିବେ ଯେଉଁମାନେ ଇଣ୍ଟରନେଟକୁ
यूज करूछंती ए जो WPA2 एटा आपणकर केमितिका सिक्योरिटी आपणकर अटे या आपणकर वाईफाई ना वाईफाई रे देखिबे बेले बेले ब्लूटूथ मध्ये आपणकर पचारे तो ब्लूटूथ आपणकर केमिति ना वायरलेस आपणकर अटे ठीक अछि नेक्स्ट प्रीटी गुड प्राइवेसी PGP इज यूज्ड इन को जगह रे आपणकर प्राइवेसी को व्यवहार करा जाई थाई बोली पचारिछि तो प्राइवेसी को बेसिकली हमें को जगह रे यूज आपणकर करिताउ ईमेल रे आपणकर व्यवहार करा जाय ईमेल सिक्योरिटी रे ठीक अछि नेक्स्ट फायरवाल आपणकर कोन काम करे ना फायरवाल आपणकर बंचई थाए धरा जो आपणकर किछि भी हैक वगैरह न होबो ताको फायरवाल द्वारा आपणकर से बंचई थाए तले से आपणकर पचारिछि व्हाट टेल्स ए फायरवाल हाउ टू reassemble a data stream that has been divided into packet the number in the headers identification field तले ऑप्शन नंबर आपणकर बी हे जिवो the attacking using the attacker using a network of compromised devices ठीक अछि जोटा आपणकर केही भी आपणकर व्यवहार करि पारंती कंप्रोमाइज करन ताको बॉट नेट आपण देखिथिबे ना वर्तमान बॉट द्वारा सब काम गुडा आपणकर होउची तन कर ताको बॉट नेट बोली कहा जाय ठीक अछि चलिबो तो ଏହା ଥିଲା ଆପଣଙ୍କର OSSC ଆକାଉଣ୍ଟାଣ୍ଟର ଆପଣଙ୍କର କମ୍ପ୍ୟୁଟର୍ସ କ୍ୱେଶ୍ଚିନ୍ थैंक यू जय जगन्नाथ धन्यवाद थैंक यू